ଏବେ ଚାଲନ୍ତୁ ଯିବା। ଏବେ ଆମେ ଘର ସଫା କରିବା। ମୁଁ ତ ଆକ୍ଚୁଆଲି ନଥିଲି କାଲି ରାତିରେ, ଆଉ ମୁଁ ବାରିପଦାରେ ଥିଲି, ଆଉ ଆଜି ସକାଳେ ଆସିକି ପହଞ୍ଚିଲା ପରେ ଏଇ ସବୁ ଅବସ୍ଥା ହେଇଛି। ଦେଖିକି ଭାରି କଷ୍ଟ ହେଲା ଏଇଠି, କାହିଁକିନା ମୋତେ ଘର ଉଡ଼ିଗଲେ ବାଧିବନି, କିନ୍ତୁ କୁକୁଡ଼ା ଘର ଯଦି ଉଡ଼ିଯିବ ତାହେଲେ ମୁଁ ଟିକେ ବହୁତ କଷ୍ଟ ଫିଲ୍ କରେ। ଦେଖିପାରୁଥିବେ ଆମର ମୋଟୁ କେମିତି ଝାଡ଼ୁ ମାରୁଛି। ଚାଲନ୍ତୁ ସଫା କରିବା। ଆମର ଏବେ ସଫା ସୁତୁରା ଚାଲିଛି। ମୋ ସାନ ଭାଇ ଆମର ସଫା ସୁତୁରା କରୁଛି। ଦେଖିପାରୁଥିବେ କେମିତି ଅବସ୍ଥା ହେଇଛି, ପୁରା ଭୟଙ୍କର ଅବସ୍ଥା। ମତେ ବେଶୀ ଦୁଃଖ ଲାଗୁଛି ମୋର କୁକୁଡ଼ା, ଛେଳି, ଗାଈ କୋଉଠି ରହିବେ, ଏଇଭଳିଆ ଅବସ୍ଥା ହେଇଛି। ମା, ତୋ ଘର ଉଡ଼ିଗଲା। ତୁ ଯେଦିନ ଥାଉନି ସେଇଦିନ ଉଡ଼ିଯାଏ। ଗୁଡ୍ ମର୍ଣ୍ଣିଂ ସାଙ୍ଗମାନେ। ଆଉ ଆପଣମାନଙ୍କୁ କ'ଣ କହିବି, ମୋ ଭାଗ୍ୟରେ ଏତେ ଦୁଃଖ। କାଲି ଯେଉଁ ହୁଳ ବର୍ଷାଟା ହେଲା, ଆପଣ ଦେଖିପାରୁଥିବେ କି ଅବସ୍ଥା ହେଇଛି ସବୁ। ମାନେ ଦେଖନ୍ତୁ, ଏଜବେଷ୍ଟର ଘର ମୋର ଉଡ଼େଇ ନେଇଯାଇଛି। ଯେଉଁଠିକି କୁକୁଡ଼ା ରୁହନ୍ତି ପୁରା ଉଡ଼େଇ ନେଇଯାଇଛି। ସେଠି ଗୋଟେ କୁକୁଡ଼ା ଅଣ୍ଡି ଥିଲା, ସେ ଭାଗ୍ୟକୁ ଆଜି ଅଛି। ଆଉ ଦେଖିପାରୁଥିବେ ପୁରା ଉଡ଼େଇ ନେଇଯାଇଛି। ପୁରା ଉପର ଛାତ ଆଉ ନାହିଁ କହିଲେ ଚଳେ। ଆଉ ଦେଖିପାରୁଥିବେ କେମିତି ହେଇକି ପଡ଼ିଛି। ସବୁ ଚେୟାର ଫେୟାର ସବୁ ଏପଟେ ଦେଖନ୍ତୁ କେମିତି ହେଇକି ପଡ଼ିଛି। ଚୋରି ଫୋରି ସବୁ, ମାନେ ଭାଗ୍ୟକୁ ଆହୁରି ଟ୍ରାକ୍ଟରଟା ଉଡ଼େଇନି। ଆଉ ଦେଖିପାରୁଥିବେ ଆଉ କିଛି ନାହିଁ, ଅବସ୍ଥା ନାହିଁ। ମାନେ ଚାଲନ୍ତୁ ଦେଖେଇବି। ଦେଖିପାରୁଥିବେ କେମିତି ହାଣ୍ଡି ଡେକ୍ଚି ସବୁ ଯାଇକି ପଡ଼ିଯାଇଛି ଗଡ଼ିଆ ଭିତରେ। ସବୁ ଝାଟି ଗୁଡ଼ା ଏଠି ଥିଲା, ବାଉଁଶ ଝାଟି ସବୁ ଉଡ଼େଇ ଆଣିକି ଏଠି ପକେଇ ଦେଇଛି। ଦେଖିପାରୁଥିବେ ଏଠି ଅଣ୍ଡା ଫଣ୍ଡା ସବୁ ପଡ଼ିଯାଇଛି। କୁକୁଡ଼ା ଅଣ୍ଡା ସବୁ ଏଠି ଥିଲା। ଏଠି ସବୁ ଅଣ୍ଡା ଦେଇଥିଲେ କୁକୁଡ଼ା ସବୁ। ମାନେ ଦେଖିପାରୁଥିବେ କେମିତି ହେଇଛି ଅବସ୍ଥା। ଅବସ୍ଥା ପୁରା ସିରିୟସ୍। ଆଉ ଆମର ଯେଉଁ ଏପଟେ ଗୋଟେ ଘର ଥିଲା, ଦେଖିପାରୁଥିବେ କେମିତି ହେଇଛି ଅବସ୍ଥା। ଅବସ୍ଥା ପୁରା ସାଂଘାତିକ। ଏଟା ସବୁ ଭାଙ୍ଗି ଭଙ୍ଗା ଯାଇଛି। ସବୁ କଣା ହେଇଛି। କାଠ ଫାଟ ଯେଉଁ ଥିଲା ସବୁ ଦେଖିପାରୁଥିବେ କି ଅବସ୍ଥା। ଗଛରେ ଯେଉଁ ପତ୍ର ଥିଲା ସେ ପତ୍ର ବି ଆଉ ନାହିଁ। ପବଜି, ତୁ ଉଡ଼ି ଯାଇନୁ ତ? ଦେଖିପାରୁଥିବେ ସେପଟେ ସବୁ ଘେରାଉ ହେଇଥିଲା। ଘେର ଫେର ଆଉ କିଛି ନାହିଁ। ସବୁ ଦେଖନ୍ତୁ କେମିତି ହେଇଛି। ଏଇଠି ଫୁଲ ଗଛଟା ଥିଲା, ଫୁଲ ଗଛଟା ପୁରା ବର୍ବାଦ ହେଇଯାଇଛି। ଇଏ ହେଉଛି ବାହାର ଦୃଶ୍ୟ। ଦେଖିପାରୁଥିବେ ଏଠି ଘେର ହେଇଥିଲା, ଗୋଟେ ବି କିଛି ନାହିଁ। ଆଉ ଏତେ ବର୍ଷା ହେଇଛି,
ହେଲେ କେବେ ବାଡ଼ ଫାଡ଼ ଏଗୁଡ଼ା ସବୁ ଉଡ଼େଇ ନଥିଲା। ଆଉ ଆଜି ମୁଁ ଦେଖୁଛି ପୁରା ଉଡ଼େଇ ନେଇଛି। ଅବସ୍ଥା ପୁରା ସାଂଘାତିକ, ଆପଣମାନେ ଦେଖିପାରୁଥିବେ କଣ ହେଇଛି ଅବସ୍ଥା। ଏପଟେ ସବୁ ଭାଙ୍ଗି ଭଙ୍ଗା ଯାଇଛି। ଏଠି ଚିରି ଯାଇଛି। ଆଉ ଗାଡ଼ିଟା ବାହାରେ ଥିଲା। ଆଉ ଦେଖିପାରୁଥିବେ ଏଠି ଚେପା ହେଇଯାଇଛି। ଏଇଠି ହେଇଛି ଚେପା ହେଇଛି, ଆପଣ ଦେଖିପାରୁଥିବେ ଚେପା କେମିତି ଜଣା ପଡୁଛି। ଚେପା ହେଇଛି ପୁରା ଏତେ ଜୋରରେ ହୁଳ ମାଡ଼ ହେଇଛି ଯେ କେମିତି ଚେପା ହେଇଛି ଦେଖୁନ। ଖାଲି ଚେପା 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 ହେଇଯାଇଛି ନୂଆ ଗାଡ଼ିଟା। କାଚରେ ବାଜିନି, କାଚରେ ବାଜିଥିଲେ ତ ଅବସ୍ଥା ଆହୁରି ସିରିୟସ୍ ହେଇଥାନ୍ତା। ଆପଣ ଦେଖିପାରୁଥିବେ କେମିତି ହେଇଛି। ଏଇଠି ଦେଖନ୍ତୁ ଚେପା ହେଇଯାଇଛି ସବୁ।